ଦେଖନ୍ତୁ ହଉଛି ବିକାଶ ହେଉଛି ମୂଳ ମନ୍ତ୍ର। ମାନନୀୟ ମୁଖ୍ୟମନ୍ତ୍ରୀ ଯେତେବେଳେ କହନ୍ତି ଯେ ଆମେ ଯେତେବେଳେ କ୍ଷମତାକୁ ଆସିଲେ ସେଦିନ ଆମର କାମ ଆରମ୍ଭ ହେଲା, ବିକାଶର କାମ। ଆଉ ଇଲେକ୍ସନ ସମୟରେ ଆମେ ପ୍ରଚାର ସେଟା କିଛି ପ୍ରକୃତ ପ୍ରଚାର ନୁହଁ। ତେଣୁ ଆମେ 5 ବର୍ଷ କାଳ ପ୍ରଚାର ପ୍ରସାର ହେଉଛି, ଲୋକଙ୍କର କାମ ହେଉଛି, ବିକାଶ ହେଉଛି ମୂଳ ମନ୍ତ୍ର। ଆଉ ମାନନୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛି ଭାବମୂର୍ତ୍ତି, ତାକୁ ଧରିକି ଆମେ ନିର୍ବାଚନ ଉଠେଇଛୁ। କିନ୍ତୁ ଅନ୍ୟ ଦଳମାନେ ଯେଉଁ ଅଛନ୍ତି ବିରୋଧୀ ଦଳମାନେ, ସେମାନେ କେବଳ ନିର୍ବାଚନ ସମୟରେ ଆସନ୍ତି, 5 ବର୍ଷ କାଳ ଜନସାଧାରଣଙ୍କୁ ସୁଖ ଦୁଃଖ ସାଥୀ ନୁହନ୍ତି। ତେଣୁ ଲୋକମାନେ ତାଙ୍କୁ ଗ୍ରହଣ କେବେ କରିବେ। ଯେତେବେଳେ କେ ମାଧବୀ ମେୟର ତାଙ୍କୁ ଟିକେଟ ମାନେ ମୁଖ୍ୟମନ୍ତ୍ରୀମାନେ ଦେଲେ, ତାଙ୍କ ଭଉଣୀଙ୍କର ଫେସ୍ ଭ୍ୟାଲୁ ତାଙ୍କୁ ଦେଲେ। ତା ପରବର୍ତ୍ତୀ 5 ବର୍ଷ କିଏ ଅନିଲ କୁମାର ମୋର ଲୋକପ୍ରତିନିଧି ଥିଲେ କାଉନସିଲ ମିଟିଂରେ। ଆଉ କିନ୍ତୁ ଯେତେକ ଲାଭ ପାଇଲେ, ଯାହା ପାଇଲେ 5 ବର୍ଷ କାଳ ସେ ପାଇଲା ପରେ ବର୍ତ୍ତମାନ ସେ ଯେଉଁ ପ୍ରକୃତ ଯଦି ଶିଷ୍ୟ ମୋର ହେଇଥାନ୍ତେ ତାହେଲେ ସେ ଦଳ ତାଙ୍କୁ କରନ୍ତାନି। ସେ ଗୋଟେ ଦ୍ରୋହୀ ଶିଷ୍ୟ। କିନ୍ତୁ ତାକୁ ଲୋକ ଜାଣନ୍ତି। ଦେଖନ୍ତୁ ଏବେ ଆମେ ଯାହା ଜାଣିବାକୁ ପାଇଲୁ, ତାଙ୍କର ଭଉଣୀ କି ସେ ଜଣେ ମହିଳା, ମହିଳାମାନଙ୍କୁ ଗୁରୁତ୍ୱ ଦିଅନ୍ତି, ସମ୍ମାନ ଦେଉଛନ୍ତି। ସେ ତାଙ୍କୁ ବହୁତ ହଇରାଣ କରୁଛନ୍ତି। ଏପରିକି ମଧ୍ୟ ଘରୁ ଚାଲିଯା ବୋଲି ତାଙ୍କୁ ନଗଲେ ମୁଁ ଧକ୍କା ଦେବି, ଏସବୁ ଖରାପ ବ୍ୟବହାର କରିଛନ୍ତି। ତେଣୁ ଏଇଟା କେ ମାଧ୍ୟମରେ ବହୁତ କିଛି ତାଙ୍କ ମନରେ ଅସନ୍ତୋଷ ଲାଗିଛି। ଲୋକ ଜନସାଧାରଣ ଜାଣିବେ ତାଙ୍କର ଚରିତ୍ର ଆଉ ତାଙ୍କ କାର୍ଯ୍ୟକଳାପ। ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀର ଜନସାଧାରଣ କେବେ ତାଙ୍କୁ କ୍ଷମା ଦେବେ ନାହିଁ। ନିଶ୍ଚୟ ଏଇଟା ଯେହେତୁ ସେ ବିଜେଡି ମାନନୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ତାଙ୍କର ଦେଖନ୍ତୁ ସେ ମାନେ ଫାଷ୍ଟ ମେୟର ସେ ରହିଲେ, ବହୁତ କଥା ସେ ମହିଳା ହିସାବରେ ଗୋଟେ କ୍ଷମତା ପାଇଲେ। ତାଙ୍କ ପାଖେ ସେ ଋଣୀ, କିନ୍ତୁ ଭାଇ ଯେଉଁ କାମ କରୁଛି ସେ ପ୍ରକୃତରେ ସେ ଯେଉଁ ସତ କଥା ସେ କହୁଛନ୍ତି। ତେଣୁ ଏଇଟା କିଛି ଅସୁବିଧା ହେବନି। ସେ ଯେଉଁଟା ସତ ଘଟଣା ସେ ଜନସାଧାରଣ ଜଣାଉଛନ୍ତି, ମୁଁ ତାଙ୍କୁ ଧନ୍ୟବାଦ ଦେଉଛି। ଯାହା ହଉ ଜନସାଧାରଣଙ୍କୁ ନିଜ କଥାର ମନର କଥା ସେ କୋଉ ଆକାରରେ କହୁଛନ୍ତି। ତାଙ୍କ ପଛରେ କେତେ କଷ୍ଟ ହେଇଛି, ନହେଲେ ନିଜ ଭାଇ ମାନେ ଦୀପକରେ ସେ କହୁଛନ୍ତି, ସତ କଥା କହୁଛନ୍ତି। ଯେହେତୁ ସେ ବିଜେଡି ଦଳ, ତେଣୁ ଭାଇ ଭଉଣୀ ସମ୍ପର୍କ ଯେକୌଣସି ପ୍ରାଚୀନ ହେଇଯାଇଛି। ସେ ଯେଉଁ ହଇରାଣ କରିଛନ୍ତି, ତାଙ୍କ ଗାଁରେ ବିଭିନ୍ନ ଜମି ଥିଲା ତାକୁ ଦେଉନାହାନ୍ତି, ବହୁତ କଥା ସେ କରୁଛନ୍ତି। ତେଣୁ ତେଣୁ ସେ ବିଜେଡିର ସେ ନୀତି ଗ୍ରହଣ କରି ବିଜେଡିର ଗୋଟେ ସକ୍ରିୟ ସଭ୍ୟ ହିସାବରେ ଠିକ ମାନେ ମହିଳା ହିସାବରେ ସେ କହୁଛନ୍ତି। ତ ମୁଁ ତାଙ୍କୁ ଧନ୍ୟବାଦ ଦେଉଛି ପୁଣି ଆଉଥରେ। ଯେତେବେଳେ ଜଣେ ବିଧାୟକ ମାନନୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ପାଇକି 3 ଥର ସେ ବିଧାୟକ ହେଲେ, ତା ସହିତ ମଧ୍ୟ ଜିଲ୍ଲା ସଭାପତି ହେଲେ, ମନ୍ତ୍ରୀ ହେଲେ। ତାପରେ ସେ ନିଜର କ୍ଷମତାର ଅବହେଳା କରିକି କୋଟି କୋଟି ଟଙ୍କା ରୋଜଗାର କଲେ, ଚାକିରି ଦ୍ୱାରା ବହୁତ ଠକିଲେ। ତେଣୁ ଲୋକମାନେ ତାଙ୍କୁ ଚିହ୍ନିଛନ୍ତି, ଗୋପାଳପୁରବାସୀ ତଥା ବ୍ରହ୍ମପୁରବାସୀ ତାଙ୍କୁ ଭଲ ଚିହ୍ନିଛନ୍ତି ତାର କର୍ମ ଗୁଡ଼ାକ। ସେ କର୍ମ କେବେ ଦେବେନି, କ୍ଷମା ଦେବେନି। ତାଙ୍କୁ ଲୋକମାନେ ତ୍ୟାଗ କରିଛନ୍ତି। ତେଣୁ ଲୋକମାନେ ଠିକ ସମୟରେ ଜବାବ ଦେବେ ଭୋଟ ଦେବାର ସମୟରେ। ମୁଁ ଯାହା ଲକ୍ଷ୍ୟ କରିଛି, 5 ଥର ମୁଁ ବିଧାୟକ ହେଇଛି। ମୁଁ ସବୁ ମୋର ଭାଇ ଭଉଣୀମାନଙ୍କୁ କହେ ତେବେ ଦରଖାସ୍ତ କର, କିନ୍ତୁ ଯୁଦ୍ଧରେ ଆଳକୁ ଏକାଠି ଅଟାଟିବା। ତେଣୁ ବର୍ତ୍ତମାନ ଯେହେତୁ ବିଜୁ ପରିବାର ବଡ଼ ହେଇଗଲାଣି, ଏଥିରେ ଲୋକମାନେ ଚାହୁଁଛନ୍ତି ଆମେ MLA ହଉ, MP ହଉ, ଲୋକଙ୍କୁ ସେବା କରିବୁ। ଏଇ ଯେଉଁ ମନୋବୃତ୍ତି ସମସ୍ତଙ୍କ ଗୋଟେ ହେଇଛି। ଆଉ ତେଣୁ ସେଥିପାଇଁ ଆମେ କିନ୍ତୁ ମୁଁ ଯାହା ଲକ୍ଷ୍ୟ କରୁଛି, ବର୍ତ୍ତମାନ ଆମେ ଯେଉଁ କାମ କରୁଛୁ ନବୀନ ବାବୁଙ୍କର ତାଙ୍କର ଭାବମୂର୍ତ୍ତି ନେଇକି, ମୁଁ ଦେଖୁଛି ନବୀନଙ୍କ ଭାବମୂର୍ତ୍ତି ତାଙ୍କର କର୍ମ ପାଇଁ, କାମ ପାଇଁ, ପ୍ରଗତି କାମ ପାଇଁ ସମସ୍ତେ ଆମେ ଏକଜୁଟ ହେଇଛୁ। ଆମ ଭିତରେ କିଛି ବିଭିନ୍ନତା ନାହିଁ, ଆମେ ଏକଜୁଟ ହେଇ ଲଢ଼ିବୁ। ଦେଖନ୍ତୁ ବୟସ ମୋର ଅନ୍ତରାୟ ନୁହଁ। ମୁଁ 5 ଥର ବିଧାୟକ ହେଇଥିଲି ପ୍ରଫେସର ବିଜୁ ପଟ୍ଟନାୟକ ତଥା ମାନନୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଆଶୀର୍ବାଦରୁ ମୁଁ 5 ଥର ଲୋକଙ୍କର ସେବା କରିଛି। ତା ସହିତ ମଧ୍ୟ ଏବେ 5 ବର୍ଷ ଯେଉଁ ମୁଁ ଟିକେଟ୍ ପାଇନଥିଲି, ଏଥିରେ ମଧ୍ୟ ଲେବର ବୋର୍ଡ ଚେୟାରମ୍ୟାନ୍ ଥିଲି, କ୍ୟାବିନେଟ୍ ରାଙ୍କ, ମେମ୍ବର ଷ୍ଟେଟ୍ ପ୍ଲାନିଂ ବୋର୍ଡ କ୍ୟାବିନେଟ୍ ରାଙ୍କ। ତେଣୁ ଏ ଯେଉଁ ପଦ ପାଇକି ମୁଁ ମଧ୍ୟ ଜିଲ୍ଲା ସଭାପତି ଲୋକଙ୍କୁ ସେବା କରିଛି। ମୁଁ ନିଜେ କେବେ ଭାବିନି ମୋର ବୟସ ଅଧିକ ଆସିବ, ବୟସଟା ମୋତେ ଅନ୍ତରାୟ କେବେ ହେଇନି। ମୁଁ ସେ ଯେଉଁ ମୁଁ ମାନେ ଶକ୍ତି ହେଇକି ମୁଁ ଯେଉଁ ଶକ୍ତି ପାଇକି ମୁଁ ଲଢ଼ୁଥିଲି, ସେ ଶକ୍ତି ମୋର ବର୍ତ୍ତମାନ ଅଛି। ମୁଁ ଲୋକଙ୍କର ସେବା କରିବି। ଆଉ ଲୋକଙ୍କର ମାନନୀୟ ମୁଖ୍ୟମନ୍ତ୍ରୀଙ୍କର ଯେତେ ଯୋଜନା ଅଛି ଲୋକମାନେ ପହଞ୍ଚିବି, ଲୋକଙ୍କର ସମସ୍ୟାର ସମାଧାନ କରିବି। ମୁଁ ଏବେ ଯାହା କେତେଦିନ ବୁଲିଲେଣି, ଯେଉଁଟାକି ବଡ଼ବଜାରର ମାର୍କେଟ ମେନ୍ ସ୍ଥଳୀ, ଆମେ ସବୁ ବୁଲୁଛୁ, ଲୋକଙ୍କୁ ଦେଖୁଛୁ। ଯେଉଁଠି ଲୋକମାନେ ଆମେ ଯାଉଛୁ, ଲୋକମାନେ ହସି ଗ୍ରହଣ କରୁଛନ୍ତି। କାରଣ ଲୋକମାନେ କର୍ମରେ ବିଶ୍ୱାସ କରନ୍ତି, କଥାରେ ବିଶ୍ୱାସ କରନ୍ତି ନାହିଁ। ତେଣୁ ଅନ୍ୟ ଦଳ ଯେଉଁ ଅଛନ୍ତି ସେମାନେ ଠିକ ନିର୍ବାଚନ ଆସିବେ, ଲୋକଙ୍କୁ ଭୁଲେଇ କିଲେ, କିନ୍ତୁ ଲୋକମାନେ ଚିହ୍ନି ଦେଲେନି, ନହେଲେ ତେଣୁ ତାର ପ୍ରଭାବ କିଛି ପଡ଼ିବ ନାହିଁ। ସେ ବଢ଼ିବ। ଲୋକମାନେ ଚାହାନ୍ତି ଯେ ନବୀନ ପଟ୍ଟନାୟକ 6ଥ ଥର ମୁଖ୍ୟମନ୍ତ୍ରୀଙ୍କୁ ରେକର୍ଡ ବ୍ରେକ୍ କରନ୍ତୁ, ଓଡ଼ିଶା ନାଁ ରଖନ୍ତୁ। ତେଣୁ ତାଙ୍କ ହାତ ଟାଣ କରିବା ପାଇଁ ଆମେ MLA ପ୍ରାର୍ଥୀ ଭୋଟ ଦେବୁ, MP ପ୍ରାର୍ଥୀ ଭୋଟ ଦେବୁ। ଲୋକମାନେ ଜାଣିଦେଲେଣି, ଆଜିକାଲି ଯାହା ସଚେତନ ସୃଷ୍ଟି ହେଇଛି, ଲୋକମାନେ ଜାଣିଦେଲେଣି।
ହାତ ଟାଣ କରିକି ମନେ ମନେ ସତର୍କ ପାଇଁ ବିଜୟ କରିବାକୁ ସମଗ୍ର ଓଡ଼ିଶାବାସୀ ଲାଗିଛନ୍ତି। ଆପଣ ଦେଖନ୍ତୁ 1990 ମସିହା ଠାରୁ ଆଜି ପର୍ଯ୍ୟନ୍ତ ଆଜି ଆମର ଗଞ୍ଜାମ ଜିଲ୍ଲାରେ ବିଜୁଳି ଦୁର୍ଗ ହୋଇଛି, ବ୍ରହ୍ମପୁର ବିବାଦମୂଳ ଦୁର୍ଗ ହୋଇଛି, ସେଟା ଆମେ ନିଶ୍ଚୟ ରକ୍ଷା କରୁ। ଏଇଟା ମର୍ଯ୍ୟାଦା। ଆଉ ବ୍ରହ୍ମପୁର ସ୍ଥାନ ହେଉଛି ଗଞ୍ଜାମ ଜିଲ୍ଲାର ଗୋଟେ କେନ୍ଦ୍ରସ୍ଥଳ, ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର। ଏ କେନ୍ଦ୍ରକୁ ଆମେ ବିଜୁ ଜନତା ଦଳରେ ରଖିବା ପାଇଁ ଚାହିଁବୁ। ବିକାଶ ଧାରା ଏଠି ଯେମିତି ଆହୁରି ହବ ତାକୁ ଆମେ ଚେଷ୍ଟା କରିବୁ। ଗଞ୍ଜାମ ସମାଚାର ଆପଣଙ୍କର ଲାଟେଷ୍ଟ ଖବର ପାଇଁ ଲାଇକ୍, ସେୟାର, ସବସ୍କ୍ରାଇବ୍ ଏବଂ ଫଲୋ କରନ୍ତୁ ଗଞ୍ଜାମ ସମାଚାର ଫେସବୁକ୍, ୟୁଟ୍ୟୁବ୍, ଟ୍ୱିଟର ପେଜ୍କୁ। ଅଧିକ ତଥ୍ୟ ପାଇଁ ଭିଜିଟ୍ କରନ୍ତୁ ଆମ ୱେବସାଇଟ୍ www.ganjamsamachar.com।